ପିଲାମାନେ, ତମେ ସବୁ ଜାଣିଛ ପିତୃ ଆଦେଶ ରକ୍ଷା କରି ପ୍ରଭୁ ଶ୍ରୀ ରାମଚନ୍ଦ୍ର ନିଜ ଭାଇ ଲକ୍ଷ୍ମଣ ଆଉ ସ୍ତ୍ରୀ ସୀତାଙ୍କୁ ଧରି 14 ବର୍ଷ ବନବାସ ଯାଇଥିଲେ। ସେଠାରେ ଲଙ୍କାପତି ଦୁଷ୍ଟ ରାବଣ ସୀତାଙ୍କୁ ହରଣ କରିଥିଲା। ବୀର ହନୁମାନଙ୍କ ସାହାଯ୍ୟରେ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ଲଙ୍କାରେ ଠାବ କରିଥିଲେ। ଆସ ଏହି ବିଷୟକୁ ନେଇ ଶୁଣିବା ରାମଲୀଳା ସୀତା ଠାବ। ସଙ୍ଗୀତ ରାମନାଥ ମହାପାତ୍ର ଏବଂ ପରିବେଷଣ କରିଛନ୍ତି ଉରାଳି ଉଚ୍ଚ ଇଂରାଜୀ ବିଦ୍ୟାଳୟ ଉରାଳିର ପିଲାମାନେ। ଆସ ପିଲେ ତେବେ ଶୁଣିବା ରାମଲୀଳା ସୀତା ଠାବ। ସୀତା ଠାବ କରିବାକୁ ବୀର ହନୁମାନ ଲମ୍ପ ଦେଇ ସାଗରକୁ କଲା ଅତିକ୍ରମ ଯେ ଶ୍ରୀକୂଟ ପର୍ବତେ ଯାଇ କରବେଶ ହେଲେ। ଲଙ୍କାଗଡ଼ ଦେଖିବାକୁ ବାହାର ହୋଇଲେ ଯେ ଶ୍ରୀକୂଟ ପର୍ବତେ ଯାଇ କରବେଶ ହେଲେ। ରବିୟତେ ସନ୍ଧ୍ୟା ହେଲା ପ୍ରକଟ ହନୁମା ଜାରି ସମାନେ ମର୍କଟ ବେନୁମାନଙ୍କ ସଙ୍ଗରେ ମିଶିଲେ ଲଙ୍କାଗଡ଼ର ଭିତରେ ପଶିଲେ ସେ ଦେଖି ତାଙ୍କୁ ଲଙ୍କା ପଥ ଓ ଗାଳିଣ ବୋଲନ୍ତି ବାନର ଆଜ ମୁଁ ତୋତେ ଖାଇବି ରେ। ଦୁଷ୍ଟ ବାନର, କିଏ ତୁଇ? କିପରି ବା ଆସିଲୁ ଏଠାକୁ? ଜାଣୁନା କି ତ୍ରିପୁର ବିଜୟୀ ରାବଣର ଲଙ୍କାପୁରୀ ଏହା? ବିନା କାର୍ଯ୍ୟ ଯିବା ଭିତରକୁ ଘୋର ଅପରାଧ। ଯାଅ ଯାଅ ଫେରି ଶୀଘ୍ର, ନତୁବା କରିବି ଭକ୍ଷଣ ତୋତେ। କିନ୍ତୁ କିଏ ତୁମ୍ଭେ? କେଉଁ ଅଧିକାରେ ବାରଣ କରୁଛ ମୋତେ? କିଏ ମୁହିଁ? ରେ ଦୁଷ୍ଟ ବାନର, ଲଙ୍କା ଅଧିଷ୍ଠାତ୍ରୀ ଲଙ୍କା ଦେବୀ ମୁହିଁ। ଲଙ୍କାଗଡ଼ ରକ୍ଷା କାର୍ଯ୍ୟ କର୍ତ୍ତବ୍ୟ ମୋହର। କର ତୁମେ କର୍ତ୍ତବ୍ୟ ତୁମ୍ଭର। ମୁଇଁ କିନ୍ତୁ ଲଙ୍କାଗଡ଼ ଦେଖିବାକୁ ଆସିଛି ସ୍ଥାନେ। ଯାଇ ବୁଲି ଭିତରକୁ ଦେଖିବି ସମସ୍ତ। ଅସମ୍ଭବ। ଥାଉ ଥାଉ ମୁଇଁ ଏ ସ୍ଥାନରେ, ଅସମ୍ଭବ ଏହା। ଯାଅ, ଦୂର ହୁଅ ନ କରି ବିଳମ୍ବ। ହନୁ ତାହାଙ୍କୁ ଚାପୁଡ଼େ ମାଇଲେ ଭୟରେ ଦେବୀ ତାଙ୍କୁ ବର ଦେଲେ କି ସିଦ୍ଧି ହେଉ ସେଇ କାର୍ଯ୍ୟ ତବ। ବହୁ ପୂର୍ବ ଶୁଣିଛି ଏ କଥା ବ୍ରହ୍ମାଙ୍କ ନିକଟୁ। ଜାଣିଲି ମୁଁ ଆଜିଠାରୁ ରାବଣର ବଂଶନାଶ ହେବ ଧରାଧାମୁ। ଜୟ ଶ୍ରୀରାମ। ବୁଲନ୍ତି ଲଙ୍କା ହୋଇଣନେ ଶଙ୍କା ତାଙ୍କୁ ଖୋଜନ୍ତି କରିଆ ଶଙ୍କା ଧୂମାଛ ବୀରୁ ପାଚ ମହୋଦର ସଶସ୍ତ ମହାପାର ସୁରପୁର ସେ ଚିହ୍ନନ୍ତି ସର୍ବ ଯୁବତୀ ଯେ ଚିହ୍ନନ୍ତି ସର୍ବ ଯୁବତୀ ଯେ ସୀତାର କିଛି ଲକ୍ଷଣ ନ ଦେଖି କୁଅନ୍ତି ବିକଳ ମତି
সর্বযুগতে যে শিশুপাবৃক্ষর ডালে হনু মনে মনে ভাড়ে নিশ্চয় জানকে জনক নন্দিনী দেখিল বেনি গড়ে। ହେ ରାଜୀବଲୋଚନ, ଆଉ କେତେ କାଳ ଏହି ଅଭାଗିନୀ ସୀତା ଏହିଭାବେ କାଟିବ ଜୀବନ? ଦୁଷ୍ଟ ରାବଣ ବଳେ ହରି ଆଣିବା ଦିନରୁ କେଉଁ କଷ୍ଟେ କାଟୁଅଛି କାଳ, ଜାଣିକି ପାର ନା ପ୍ରଭୁ? ନା ନା, ନିଶ୍ଚୟ ଜନକ ନନ୍ଦିନୀ ସୀତା ଆହା କଷ୍ଟେ ଅଛନ୍ତି ଏଠାରେ। ଆଉ ବିଳମ୍ବରେ ନାହିଁ ପ୍ରୟୋଜନ, ଜୀବିତାଙ୍କ ପ୍ରତ୍ୟକ୍ଷ ହୁଏବେ। ଜୟ ଶ୍ରୀରାମ। କିଏ କିଏ ରାମ ନାମ କରେ ଉଚ୍ଚାରଣ ଏ ଲଙ୍କା କଟକେ? ମୁଁ ମାତା ହନୁମାନେ ନାମ ଏକ କପି, ଚରଣ ସେବକ ମୁଇଁ ରାମଚନ୍ଦ୍ରଙ୍କର। ମାତା ଖୋଜି ଠାବ କରିବାକୁ ଆପଣଙ୍କୁ ଏ ଲଙ୍କା କଟକେ ଆସିଥିଲି ମୁଇଁ। ଏଇ ମାତା ପ୍ରଭୁଙ୍କର ଶ୍ରୀହସ୍ତ ରତ୍ନମୁଦି ଦେଇଛନ୍ତି ଆପଣଙ୍କ ପାଇଁ। ରତ୍ନମୁଦି? ରାମ ଆଜ୍ଞା ଶ୍ରୀରେ ହନୁ ଘେନି ଅଞ୍ଜନା ସୁତ ସାଗର ସୀତାଙ୍କ ପାଶେ ମୁଦିକା ଦନ୍ତେ ଦେଖି ରୋଦନ କରନ୍ତି ରାମ ରାଣୀ। ଆରେ ରତ୍ନମୁଦି ଜାଣୁ ଜାଣୁ ହରାଇଛି ମୋର ବୁଦ୍ଧି। ଆରେ ରତ୍ନମୁଦି ସୁନା ମତେ ବାଜିଥିବେ ଦୟାନିଧି। ଆରେ ରତ୍ନମୁଦି। ନା ନା ମାତା, ନବୁ ହାଲତ କନନ ପାଇଛି ସନ୍ଦେହ ତବ, ଆଉ ନାହିଁ ଚିନ୍ତାର କାରଣ। ଘେନି ଅଗଣିତ ସୈନ୍ୟ ବଳ ଆସିବ ଡାକୁ, ସକୁଟୁମ୍ବେ ନାଶ କରି ରାବଣର ବଂଶ ଆପଣଙ୍କୁ ଘେନି ହନୁମର କାନ୍ତର କୁଶଳ ଲକ୍ଷ୍ମଣର ସର୍ବ କୁଶଳ ମୋର କଥାଏ ମା ପ୍ରେମୀ କଳେ ବର ହୋଇ ନାହାନ୍ତି ନା ଦୁର୍ବଳ ହନୁକେ ପ୍ରେମୀ ଗାଈ କର କୁଶଳ କୁଶଳ କରିଲ କଣ ସେବା କରି କାନ୍ଦି ଚିଠି ପାଦ କମଳ ହନୁକେ ପ୍ରେମୀ ଗାଈ କର କୁଶଳ କୁଶଳ କରିଲ କଣ ସେବା କରି କାନ୍ଦି ଚିଠି ପାଦ କମଳ ହନୁକେ ପ୍ରେମୀ ଗାଈ କର କୁଶଳ। କେବଳ ଦେବ ଲକ୍ଷ୍ମଣ କାହିଁକି ମାତା? ନଳ ନୀଳ ଅଙ୍ଗଦ ସୁଷଣ ତୁଲେ ଅଗଣିତ ଆମ୍ଭେ ମାନେ ଅଚ୍ୟୁତାଙ୍କ ସାଥେ, କିନ୍ତୁ ପ୍ରଭୁ ରାମଚନ୍ଦ୍ର ଏକମାତ୍ର ଆପଣଙ୍କ ପାଇଁ ଚିନ୍ତିତ ସର୍ବଦା। ବିସର୍ବାନନ୍ଦନ ଆସିନ ଏଠାକୁ କଣ୍ଠ ଦେବେ ନିମା ସକଲା ପ୍ରେମୀମା ସେ ମୋତେ ଶ୍ରୀରାମ ଲକ୍ଷ୍ମଣ ଦେଖାଇବାକୁ କହିଗଲା। ହନୁକେ ଏକ ମାସ ଥିବ ପ୍ରାଣ ହେ ପ୍ରାଣ ତାଉ ତାଉ ଶ୍ରୀରାମ ଲକ୍ଷ୍ମଣ ଶୀଘ୍ର କରି ତୁମ୍ଭେ ଆଣ ହେ ହନୁକେ ଏକ ମାସ ଥିବ ପ୍ରାଣ ହେ ପ୍ରାଣ ତାଉ ତାଉ ଶ୍ରୀରାମ ଲକ୍ଷ୍ମଣ ଶୀଘ୍ର କରି ତୁମ୍ଭେ ଆଣ ହେ ହନୁକେ ଏକ ମାସ ଥିବ ପ୍ରାଣ ହେ। ଓଃ, ଆଶ୍ଚର୍ଯ୍ୟ ହୁଏ ଦେଖି ସାହସ ତହର। ଦୁଷ୍ଟ ପାପିଷ୍ଟ ରାକ୍ଷସ, ପ୍ରଭୁଙ୍କର ଆଜ୍ଞା ନାହିଁ ମତେ।
ନତୁବା ବଦ୍ଧ କରି ତାକୁ ଆପଣଙ୍କୁ ଘେନିଥାନ୍ତି ସଙ୍ଗତେ ମୋର। ନା ନା ହନୁମାନ, ଅସଙ୍ଗତ ଏହା। ତୁମ୍ଭ ସାଥେ ଗଲେ ଚାଲି ପ୍ରଭୁଙ୍କର ଅପନିନ୍ଦା ଘୋଷିବ ଜଗତ। ଏଇ ନିୟ ମସ୍ତକର ମଣି ଦେବ ନେଇ ପ୍ରଭୁଙ୍କ ନିକଟେ ଯାଇ କହିବ ସମ୍ବାଦ, ଯଥା ଶୀଘ୍ର ଆସିବେ ଏଠାକୁ, ମାରି ରାବଣକୁ ଘେନିଯିବେ ମୋତେ। ଚାଲିଯିବି ମାତ, କିନ୍ତୁ ଏତେ ଶୀଘ୍ର? ବହୁ କଷ୍ଟ କରି ଲମ୍ଫ ଦେଇ ଦୁସ୍ତର ସାଗର ଆସିଛି ମୁଁ ଏ ଲଙ୍କା କଟକେ। କ୍ଷୁଧାତୁରେ ଅଥୟ ମୋ ପ୍ରାଣ, ଯଦି ଆହା କ୍ଷୁଧାରେ ପାଉଅଛ କଷ୍ଟ, କିନ୍ତୁ କିବା ମୁଁ ପାରିବି କରି? ବନ୍ଦିନୀ ମୁଁ, କେଉଁଠାରୁ ଖାଦ୍ୟ ଦ୍ରବ୍ୟ ଦେବି ମୁଁ ତୁମ୍ଭକୁ? ତୁମ୍ଭ ଠାରୁ ଲୋଡ଼ା ନାହିଁ କିଛି ମାତ, ଚାହେ ମାତ୍ର ଅନୁମତି ତବ। ସ୍ୱାଦିଷ୍ଟ ଫଳ ସବୁ ଦେଖି ଏ ମଧୁବନର ଲାଳ ନିଃସୃତ ହୋଇଲାଣି ମୁଖରୁ ମୋର। ନା ନା ହନୁମାନ, ନ କର ସେ କଥା। ତାହା କଲେ ରକ୍ଷକୁଳ ପାଇବେ ସମ୍ବାଦ, ଧରି ନେଇ ନିର୍ଯାତିତ କରିବେ ତୁମ୍ଭକୁ। ନିର୍ଯାତିତ କରିବେ ସେ ମତେ? ମାତା, ସବୁ ମାତା ପୁତ୍ର ପାଇଁ ଏ ରୂପେ ହୁଅନ୍ତି ଚିନ୍ତିତ, କିନ୍ତୁ ଏଇ ପୁତ୍ର ତବା ନୁହେଁ ଶକ୍ତିହୀନ। ଆସିଥିଲି ଏ ସ୍ଥାନକୁ ବୋଲି କିଛି ତ ପ୍ରମାଣମୟ ଦେଇଯିବି ରାବଣ ନିକଟେ। ଦିଅନ୍ତୁ ଦିଅନ୍ତୁ ମେଲାଣି ମାତ, ଯାଉଛି ମୁଁ। ଜୟ ଶ୍ରୀରାମ। পদ্মবন যে সনকে মন্থে করিবর যেনে মন্থে করিবর তে সনকে পটান্তর পবন কুমার বীর পবন কুমার মড় মড় ধ্বনি সে যে সুবাই সবদ ঘোর সুবাই সবদ শুনি তো টালিয়া মানে হইলে সবদ সর্বে হইলে সবদ দাই আসি দেখিলে যে সকল দইত আসি সকল দইত সমস্ত বৃক্ষকু ভাঙ্গু অচি হনুমন্ত ভাঙ্গু অচি হনুমন্ত ମୁଁ ଏକ ସାମାନ୍ୟ ବାନର ମାତ୍ର, ଫଳ ମୂଳ ଖାଇ କିଛି ଚାଲିଯିବି ଏଇ ସ୍ଥାନ ଛାଡ଼ି। ନଚେତ୍ তোটালিয়া মানে ভয়ে পলাইন গলে রাবণ চামুরে যাই তবে হইলে আস্তানে বিজয় করি অছি লঙ্কনাথ সভারে বসিଅଛନ୍ତି দেবতা সমস্ত চার জড়াইলা দেব শুণ দশানন বানর ভাঙ্গিলা তুম্ব তোট মধুবন ଅଶୋକ କାନନ ଭାଙ୍ଗି କଲା ଛାରକାର। କିଏ ସେଇ ପାପିଷ୍ଟ ବାନର? ଯାଅ କୁହ ଯାଇ ପୁତ୍ର ଅକ୍ଷୟକୁ ଶୀଘ୍ର ଯାଇ ଧରି ବାନରକୁ ଦେଉ ପୂଜକ ଶାସ୍ତି। ପାଇଣ ସମ୍ବାଦ ବୀର ଅକ୍ଷୟ କୁମାର ବାହାର ହୋଇଲା ହସ୍ତେ ଧରି ଧନୁଷର ଅଶୋକ କାନନେ ଯାଇ ହୋଇଲା ପ୍ରବେଶ ଦେଖିଲା ତୋରଣ ଖମ୍ବେ
अति वायु शिष्य जुगंत कालीन अग्नि प्रायत शरीर मोहमत सिंह प्राय चाणित हार रे रे दुष्ट मर्कट नहीं तोर परित्राण आदि होई सार मर्कट तू लंका कटक मध्ये करिछु प्रवेश रे पापिष्ट मरिबु आदि मोर हस्ते किए तुमे राक्षस बालक जाओ स्थान बड़ क्षुधार्थम न कर उत्यक्त मते खाई किछि फलमूल चाली जीवी एई पथ मुई मने हुए मोर हस्ते मृत्यु तोर होइछि लेखा मोर मृत्यु हसाइलो बाबू जाओ स्थान गुथा मते न कर उत्यक्त ना हस्तय तो कथा रे मर्कट आउ तोर नाही परित्राण हनुर बचन शुणी अक्षय कुमार प्रलय सूर्यर प्राय बढ़ई शरीर जैसने पर्वत मेघ कर पथर से रूपे रक्ष वीर बरसिला सर एहा देखी मने बाड़े पवन नंदन केउ रूपे राक्षसकु करिबि निधन से दुई पाद धरी हनुमान वीर राक्षसकु कचाड़िला धरणी उपर फिंगी देला तले पड़ी रावण नंदन रुधिर बमन करी त्याजिला जीवन भय पाई दत्य पड़ाइले दस ग्रीव आगरे किले भो देव तुम्हार अक्षय कुमार कपि हस्ते प्राण हरा इले राजन कपि हस्ते प्राण हरा इले घोटियासी अघटन पुत्र तव अक्षय कुमार कपिहस्ते हराइछि प्राण आहा पुत्र मोर अक्षय कुमार केड़े छाड़ी गलु मते तो बिहुने किपरि मु धरिबि जीवन पिता शुणिली मु दुसंबाद छार एक बानर हस्तरे अति आदर भाई मोर हारिछि जीवन यथार्थ छुड़िछि पुत्र इंद्रजित ओह असह्य ए कथा आदेश करंतु पिता मार्कड़र हस्तमत बांधी आनिबि मु निकटकु त जाओ बाबू न कर विलंब घेनी आस दिवंतरे बांधी ताकु एथा यथाज्ञा पिता रथ चढ़ी इंद्रजित धन सार धरी बाहर हुअन्ते सैन्य लंका दंड पुरी देखिला सकवन होइअछि पदा दिशुअछि सबुठारे सब गदा गदा बसिअछि तृणास्तम्भे कपि महाबली देखि रावण कुमार सम्मुखरे मिली रे दुष्ट मर्कट आदि नाई रक्षा तोर
ଚୋର ପରି ପଶି ଲଙ୍କା ମଧ୍ୟରେ ଭାଙ୍ଗିଲୁ ଅଶୋକ ବନ, ହତ୍ୟା କଲୁ ଭ୍ରାତାକୁ ମୋର, ଆଉ ନାହିଁ ରକ୍ଷା, ନିଶ୍ଚୟ ଆଜି ଘେନିବି ତୋ ପ୍ରାଣ। ମୋ ପ୍ରାଣ ଯଦି ଏତେ ସ୍ପର୍ଦ୍ଧା ତୋର କଣ ସଙ୍ଗତେ ମୋର। ଏହା ଶୁଣି ଇନ୍ଦ୍ରଜିତ ହୋଇ କୋପଭର, ଆରମ୍ଭିଲା ରଣ ଧରି ହାତେ ଧନୁଶର, ଦୁହିଁଙ୍କ ମଧ୍ୟରେ ଘୋର ସମର ହୋଇଲା, ରାବଣ କୁମର ସଦା ସମରେ ହାରିଲା, ଲଜ୍ଜା ପାଇଣ ଅସୁର କଲା ମାୟାରଣ, ବ୍ରହ୍ମପାଶ ମନ୍ତ୍ରୀଣ ପେଶିଲା ସେଇ କ୍ଷଣ। ବିଚାରନ୍ତି ମନେ ଏତ ବ୍ରହ୍ମ ଫାସ, ଏହା ଯଶ କିମ୍ପା ମୁହିଁ କରିବି ବିନାଶ, ରାବଣକୁ ଦେଖିବି ବନ୍ଧନ ହେଲେ ସିନା, ଏମନ୍ତ ବିଚାରି ହନୁ ହୋଇଲା ବନ୍ଧନା। এই পিতা, এই যে বানর আনিয়াছি বান্দি তব পাশে। আনিয়াছু বান্দি? উপযুক্ত পুত্র তুই মোর, যাও বসন গুড়াই লাঙ্গুড়ে আর, ঢাই তৈল কর শীঘ্র অনল সংযোগ, দগ্ধ হই মরিব অগ্নিরে, উপযুক্ত শাস্তি তার নিমন্তে। আজ্ঞা পাই পরি চার মানে, বসন আনিলে তো সমনে, হনু লাঙ্গুড়ে গুড়ি আনতে বড়াই, কলি ন পারନ୍ତି অনুমানে, কলি ন পারନ୍ତି অনুমানে, লাঙ্গুড়ে বসন গুড়াইলে, অনেক তৈড়াইলে, ব্রহ্মা বরু ব্রহ্ম সাপ মুক্ত হেলা, অনড়ে তাপুছ পড়াইলে, অনড়ে তাপুছ পড়াইলে। জয় শ্রীরাম। এতে বলি হনু গলে খসি, পুরে পুরে কলে ভক রাশি, লাঙ্গুড় অনলে সমস্ত দহিলে, অনাথ হইলে লঙ্কাবাসী, অনাথ হইলে লঙ্কাবাসী, পুষ্পক বিমানে লঙ্কাপতি, বসাই কুটুম্বে পুত্র নাতি, গোলই বিশি লঙ্কা দাহ দেখই, আকাশে রহি বিকলমতি, আকাশে রহি বিকলমতি। ଶୁଣିଲ ପିଲେ ରାମଲୀଳା ସୀତା ଠାବ। ରଚନା ରାମନାଥ ମହାପାତ୍ର ଏବଂ ପରିବେଷଣ କରିଥିଲେ ଉରାଳି ଉଚ୍ଚ ଇଂରାଜୀ ବିଦ୍ୟାଳୟର ପିଲାମାନେ। ପିଲାମାନେ, ତମକୁ ଏହି ପୌରାଣିକ କଥା ନିଶ୍ଚୟ ଭଲ ଲାଗିଥିବ। ଆସ, ପୁରାଣ ଯୁଗରୁ ଏବେ ଯିବା ବିଜ୍ଞାନ ଯୁଗକୁ। ଏଠି ନୀତି, ନୂଆ ନୂଆ ଆବିଷ୍କାର, ନୂଆ ନୂଆ ସନ୍ଧାନ, ଯାହାକି ମଣିଷ ଜୀବନକୁ ସରଳ, ସୁନ୍ଦର, ସୁଗମ କରିଥାଏ। ଆଜି ଆସ ଆମେ ଜାଣିବା ଆଧୁନିକ ଯୁଗର ଆଉ ଗୋଟିଏ କ୍ରାନ୍ତିକାରୀ ଉଦ୍ଭାବନ ବିଷୟରେ। ସିଏ ହେଲା ଫାଇବର ଅପ୍ଟିକ୍ସ। ତମାନଙ୍କୁ କହିଛନ୍ତି ସୁଧାକର ସାହୁ। ବୁଝିଲ ପିଲାମାନେ, ଆଜି ଆମେ ଜାଣିବା ଫାଇବର ଅପ୍ଟିକ୍ସ ସମ୍ପର୍କରେ। ଏହି ଫାଇବର ଅପ୍ଟିକ୍ସର ଫାଦର ହେଉଛନ୍ତି
ନରିନ୍ଦର ସିଂ କାପାନୀ, ଯାହାଙ୍କର ଜନ୍ମଦିନ ଅକ୍ଟୋବର 31 ତାରିଖରେ ପାଳନ କରାଯାଏ। ପିଲାମାନେ, ତୁମେ ସବୁ ଜାଣିଛ, ଆଲୋକ ଏକ ସରଳରେଖାରେ ଗତି କରେ। ଏହା ଆମ ସମସ୍ତଙ୍କର ଏକ ବଦ୍ଧମୂଳ ଧାରଣା। କିନ୍ତୁ ଗତିଶୀଳ ବୈଜ୍ଞାନିକ ଗବେଷଣା ଆଜି ପ୍ରମାଣିତ କରିଛି ଯେ ଆଲୋକର ଗତିପଥ ମଧ୍ୟ ବକ୍ର ହୋଇପାରେ। ଅର୍ଥାତ୍ ଆଲୋକ ଯେ କେବଳ ଏକ ସରଳରେଖାରେ ଗତି କରେ ତାହା ନୁହେଁ, ଏହା ମଧ୍ୟ ବକ୍ରରେଖାରେ ଗତି କରିପାରେ। ଆଲୋକର ଏହି ଅନାବିଷ୍କୃତ ଧର୍ମକୁ ପରୀକ୍ଷା କରି ଦର୍ଶାଇଥିଲେ ଯେ ବୈଜ୍ଞାନିକ ନରିନ୍ଦର ସିଂ କାପାନୀ। 1960 ମସିହାରେ ପ୍ରଥମ କରି ସେ ଶବ୍ଦ, ଛବି ଏବଂ କମ୍ପ୍ୟୁଟର କୋଡ୍ଗୁଡ଼ିକୁ ଆଲୋକ ତରଙ୍ଗ ରୂପରେ ପତଳା ତନ୍ତୁଜାତୀୟ ପଦାର୍ଥ ମାଧ୍ୟମରେ ସଞ୍ଚାରଣ କରିବାରେ ସଫଳ ହୋଇଥିଲେ। ଏହି ତନ୍ତୁଜାତୀୟ ପଦାର୍ଥ କାଚ କିମ୍ବା ସ୍ୱଚ୍ଛ ପ୍ଲାଷ୍ଟିକରେ ତିଆରି ହୋଇଥାଏ। ତନ୍ତୁଗୁଚ୍ଛ ମାଧ୍ୟମରେ ଛବି, ଶବ୍ଦ ଇତ୍ୟାଦିର ସଞ୍ଚାରଣ ପଦ୍ଧତିକୁ ଫାଇବର ଅପ୍ଟିକ୍ସ କୁହାଯାଏ। ବୈଜ୍ଞାନିକ ନରିନ୍ଦର ସିଂ କାପାନୀ ପ୍ରମାଣ କରିଥିଲେ ଯେ ଯେତେବେଳେ ଉଚ୍ଚମାନର ପ୍ରତିବିମ୍ବଗୁଡ଼ିକ ତନ୍ତୁ ବା ସରୁ ସୂତାଗୁଚ୍ଛ ପରି ଦୃଶ୍ୟମାନ ହେଉଥିବା ପଦାର୍ଥ ମଧ୍ୟ ଦେଇ ଗତି କରେ, ସେତେବେଳେ ଆଲୋକୀୟ ସଂକେତ ବକ୍ର ହୋଇପାରେ। ଅର୍ଥାତ୍ ପ୍ରତିବିମ୍ବ ବହନ କରୁଥିବା ଆଲୋକ ତରଙ୍ଗ ବକ୍ରରେଖାରେ ମଧ୍ୟ ଗତି କରିପାରେ। ସେଥିପାଇଁ ବୈଜ୍ଞାନିକ ନରିନ୍ଦର ସିଂ କାପାନୀଙ୍କୁ ଫାଦର ଅଫ୍ ଫାଇବର ଅପ୍ଟିକ୍ସ କୁହାଯାଏ। ଆଲୋକର ସାମଗ୍ରିକ ଆଭ୍ୟନ୍ତରୀଣ ପ୍ରତିଫଳନ ତତ୍ତ୍ୱ ଉପରେ ଏହି ଫାଇବର ଅପ୍ଟିକ୍ସ ପରିଘଟଣା ପର୍ଯ୍ୟବସିତ। ଏହି ଫାଇବର ଅପ୍ଟିକ୍ସ ଏହାର ତ୍ୱରିତ ଗତି ଏବଂ ଅଧିକ ବିଶ୍ୱସନୀୟତା ପାଇଁ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମ ଅପେକ୍ଷା ଫାଇବର ଇଣ୍ଟରନେଟ୍ ଅଧିକ ମାତ୍ରା, ଅଧିକ ଦୂର ତଥା ଅଧିକ ଗତିରେ ଉପଲବ୍ଧ ହୋଇଥାଏ। ବିଭିନ୍ନ କ୍ଷେତ୍ର ଯଥା ଯୋଗାଯୋଗ, ଭେଷଜ ବିଜ୍ଞାନ, ଲେଜର ପଦ୍ଧତି, କମ୍ପ୍ୟୁଟର ନେଟୱାର୍କିଂ, ପ୍ରତିରକ୍ଷା, ଆଲୋକସଜ୍ଜା, ଯାନ୍ତ୍ରିକ ଶିଳ୍ପ, ଦୂରସଞ୍ଚାର ଇତ୍ୟାଦିରେ ଫାଇବର ଅପ୍ଟିକ୍ସର ବହୁଳ ପ୍ରୟୋଗ କରାଯାଉଛି। ସୌରଶକ୍ତି ତଥା ପ୍ରଦୂଷଣ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର କିଛି କମ୍ ନୁହେଁ। ଆଜିର 5G ସେବାଠାରୁ ମଧ୍ୟ ଏହି ଫାଇବର ଅପ୍ଟିକ୍ସ ଅଧିକ ଉପଯୋଗୀ ହୋଇପାରିଛି। ଏବେ ଚାଲ ଜାଣିବା ଏହି କାଳଜୟୀ ମହାନ ବୈଜ୍ଞାନିକଙ୍କ ବିଷୟରେ କିଛି ତଥ୍ୟ। ବୈଜ୍ଞାନିକ ନରିନ୍ଦର ସିଂ କାପାନୀ 1927 ମସିହା ଅକ୍ଟୋବର 31 ତାରିଖରେ ପଞ୍ଜାବର ମୋଗାଠାରେ ଜନ୍ମଗ୍ରହଣ କରିଥିଲେ। ଆଗ୍ରା ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଡିଗ୍ରୀ ହାସଲ କରି ଲଣ୍ଡନର ଇମ୍ପେରିଆଲ କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସେଠାରେ ସେ ବୈଜ୍ଞାନିକ ହାର୍ଲୋଡ ହକିନ୍ସଙ୍କ ସହିତ ଅନେକ ପରୀକ୍ଷା ତଥା ଗବେଷଣା କରି 1953 ମସିହାରେ ଆଲୋକର ବକ୍ରତା ଧର୍ମ ସମ୍ପର୍କରେ ଏକ ପ୍ରମାଣ ଉପସ୍ଥାପନ କରିଥିଲେ। 1967 ମସିହାରେ ତାଙ୍କର ପ୍ରଥମ ପୁସ୍ତକ ଫାଇବର ଅପ୍ଟିକ୍ସ ପ୍ରିନ୍ସିପଲ୍ସ ଆଣ୍ଡ ଆପ୍ଲିକେସନ୍ସ ପ୍ରକାଶିତ ହୋଇଥିଲା। ତାଙ୍କର ଏହି ଅମୂଲ୍ୟ ଉଦ୍ଭାବନ ପାଇଁ ତାଙ୍କୁ ଭାରତୀୟ ସମ୍ମାନ ପଦ୍ମବିଭୂଷଣ 2021, ଦ ଏକ୍ସେଲେନ୍ସ 2000 ଆୱାର୍ଡ ଏଣ୍ଡ ଫେଲୋ ଅଫ୍ ଦ ରୋୟାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ 1998 ପ୍ରଦାନ କରାଯାଇଛି। ପିଲାଦିନେ ଶିକ୍ଷକଙ୍କ କଥା ଯେ ଆଲୋକ କେବଳ ସରଳ ରେଖାରେ ଗତି କରିପାରେ, ଏକଥା ତମେମାନେ ବହୁବାର ସାର୍ମାନଙ୍କ ଠାରୁ ଶୁଣିଥିବ। କିନ୍ତୁ ଏହି କଥାଟି ତାଙ୍କ ମନରେ ଗଭୀର ରେଖାପାତ କରିଥିଲା। ସେହିଦିନଠାରୁ ଆଲୋକର ସରଳ ରୈଖିକ ଗତିକୁ ନେଇ ତାଙ୍କର ଗବେଷଣା ଆରମ୍ଭ ହୋଇଥିଲା, ଯାହାକି 1960 ମସିହାରେ ଫାଇବର ଅପ୍ଟିକ୍ସକୁ ଜନ୍ମ ଦେଇଥିଲା। 2020 ମସିହା ଡିସେମ୍ବର 4 ତାରିଖରେ ରେଡ୍ ଓଡ୍ ସିଟି, କାଲିଫର୍ଣ୍ଣିଆରେ ଏହି ମହାନ ବୈଜ୍ଞାନିକ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅକ୍ଟୋବର 31 ତାରିଖ ତାଙ୍କର ପବିତ୍ର ଜନ୍ମଦିବସ ଅବସରରେ ସମଗ୍ର ମାନବ ଜାତି ତରଫରୁ ତାଙ୍କୁ ଶତକୋଟି ପ୍ରଣାମ। ପିଲେ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ସନ୍ଧ୍ୟା 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।